ମୁଁ ଆକୁ ଭାଉଜ ଡାକେ ତାଙ୍କ ସ୍ୱାମୀ କି ମଉସା ଡାକି ଦିଏ। ମୋ ଘଇତା କ୍ୟାମେରାମ୍ୟାନ ସିଏ ଧରୁଛି ମୁଁ ତାର ଖାଉଛି ତା ପାଇଁ ମୁଁ ନଙ୍ଗଳା ହେଇ ଡେଉଛି। ଆରେ ତୁ କିଏ ମତେ କହିବାକୁ? ମୁଁ ଓଡିଶାକୁ ସୁନା କାହିଁ କରିବାକୁ ଯିବି? ଇଏ ନଙ୍ଗୁଳି ନାଚ ବନ୍ଦ ହେଲେ ଓଡିଶା ସୁନା ହବ ନା ଏଇଠିର ଇନକମ ଆଉ ପିଲାମାନଙ୍କୁ ରୋଜଗାର ମିଳିଲେ ସୁନା ହବ? ଆରେ ଯିଏ ନଙ୍ଗୁଳି ସେ ତା ସାରା ଜୀବନ ପାଇଁ ନଙ୍ଗୁଳି ହେଇକି ରହିବ, କିନ୍ତୁ ଆମର ଏମିତି ସୁନା ଶୁଣୁଥିବ ବୁଝିଲୁ ନବେଲି। ତେଣୁକରି ଆମେ ସୁଧାରିବା ପାଇଁ ନାହିଁ ରେ ବାପା। ଇଏ ଯେମିତି ସିଏ ହେବେ ଇଏ ସେମିତି ସିଏ ସୁଧା ଶୁଣିବେ ରେ ବାପା ଆମ ଚ୍ୟାନେଲରେ। ତେଣୁକରି ଆମେ ସୁଧାରି ପାରିବୁ ନାହିଁ। ଆମେ ସୁଧାରିଲା ଖୁଣୁ ତାଙ୍କର କଣ ଆହୁରି ତଳୁ ଗଣ୍ଠି ଢିଲା ହେଇଯାଉଛି। ନାଇଁ 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 ମ ସେମିତି ହିଁ ହୁଏ ଆମ ଓଡିଶାରେ, ସେମିତି ହିଁ ହୁଏ। ଆରେ ସେମାନେ ପୋଷ୍ଟ କରୁଛନ୍ତି ସେଥିପାଇଁ ଆମେ ତାଙ୍କୁ ରୋଷ୍ଟ କରୁଛୁ। କାହିଁକି? ସେମାନଙ୍କର ଯୋଉ ଭିଡିଓ ତାଙ୍କ ଘଇତା ତାଙ୍କ ଶାଶୁ ତାଙ୍କ ଶ୍ୱଶୁର ତାଙ୍କ ଶଳା ତାଙ୍କ ଦେଢଶୁର ଦିଅର ଦେଖି ପାରୁନାହାନ୍ତି। ଆମେ ସେଥିପାଇଁ ରୋଷ୍ଟ କରିକି ତାଙ୍କୁ ଆଉ ଟିକେ ସାହାଯ୍ୟ କରୁଛୁ ଯେ ଦେଖ ଯେତେବେଳେ ଟାଇମରେ 1986 ମସିହାରୁ ମୋର ଜେଜେମାର ଫଟୋ ଦେଖିବ କିମ୍ବା ତମ ଆଈର ଫଟୋଟା ଦେଖିବ ସେମାନେ ମୁଣ୍ଡରେ ହାତ ଓଢଣା ଦେଇକି ଏମିତି ମୁହଁ ନୁଚେଇକି ଏମିତି ହେଇକି ଠିଆ ହେଇକି ଫଟୋଟା ଉଠଉଥିଲେ। କିନ୍ତୁ ଆଜିକାଲି ଯଦି ଆମ 3 ପିଢି ପରେ କିମ୍ବା 2 ପିଢି ପରେ ଯେତେବେଳେ ଦେଖା ହବ ଏଇ ଦେଖେ ତ ଆଈକି ତାହେଲେ ତା ଆଈ ପୁରା ଏମିତି ଛାତିରୁ ଖସେଇକି ଏମିତି ଠିଆ ହେଇଥିବ। ନାତିଆ ଦେଖିବ କହିବ ଯାହା ହଉ ମୋ ଆଈ ଏତେ ସେକ୍ସି ଥିଲା ମୁଁ ଜାଣିନଥିଲି, ଏଇ ଜିନିଷଟା କହିବ। ତେଣୁକରି ମୁଁ କହିବା କଥା ହେଲେ ଛତ୍ରକାଇ ଆରେ ସୁଧୁର। ଭଲ ଜିନିଷ କଣ ନାହିଁ? ଆମର ରୋଷ୍ଟିଂ ଏବେ ବନ୍ଦ ହେଇଗଲାଣି, ଆଉ ଭାଷା ନାହିଁ। କିନ୍ତୁ ଭାଷା ନଥାଇକି ମଧ୍ୟ ଶୁଦ୍ଧ ଭାଷାରେ ତାଙ୍କୁ ଟିକେ ଚଦି ଦଉ। କେତେ କାହାକୁ ଶୋଧିବୁ? ଯିଏ ଭଲ ହେଇଥିବ ସିଏ ବଳେ ସୁଧୁରିବ। ତାକୁ କେତେ କହିଲେ ମଧ୍ୟ ସେ କିଛି ହବନି। ତେଣୁକରି ସୁଧୁରିବା ପାଇଁ ଚେଷ୍ଟା କରନି। ସୁଧାରିବ ତମେ ଯାହାକୁ ତମକୁ ସେ ଓଲଟା ଆସିକି ସେଇଥିରେ ଶୋଧିବ। ତୁ କିଏ ବେ ମତେ କହିବାକୁ? ମୋ ଘଇତା କ୍ୟାମେରାମ୍ୟାନ ସିଏ ଧରୁଛି ମୁଁ ତାର ଖାଉଛି ତା ପାଇଁ ମୁଁ ନଙ୍ଗଳା ହେଇ ଡେଉଛି। ଆରେ ତୁ କିଏ ମତେ କହିବାକୁ? ସେଥିପାଇଁ ଆମେ କିଏ କହିବାକୁ? ତମେ ଡେଉଁଛ ତମେ ଡିଅ, ଆମ ଇଚ୍ଛାରେ ଆମେ ତମକୁ ଶୋଧିବୁ। ଏଇ ଜିନିଷ ଚାଲିବ। ଯଦି ତାଙ୍କୁ ସୁଧାରିବା ପାଇଁ ଯୋଉ କଥା ପଦେ ଆଗରୁ କହିଲ ଯେ ତାଙ୍କ ଘଇତା ସ୍ୱାମୀ ମାନେ ଦେଖି ପାରୁନାହାନ୍ତି ବୋଲି ଆମେ ଏମିତି କରୁଛୁ, ତ ସେମାନେ ତମ ଦ୍ୱାରା ବି ଫେମସ ବି ହଉଛନ୍ତି। କାରଣ ତମେ କେତେ ଜଣଙ୍କୁ ଏମିତି ସୁଧାରି ସାରିଲଣି? ଆମେ ଆମର ସୁଧାରିଆ ଭିତରେ ଯେତିକି ଭଲ ଘରର ସ୍ତ୍ରୀ ଲୋକ ଥିଲେ ମୁଁ ତାଙ୍କ ନାଁ ଧରିବିନି, ସେମାନଙ୍କୁ କିନ୍ତୁ ଦିଲସେ ସାଲ୍ୟୁଟ। ପାଖାପାଖି 15-17ଟା ସ୍ତ୍ରୀ ଲୋକଙ୍କୁ ସୁଧାରି ଦେଇଛୁ। ସେମାନଙ୍କ ଦେହରେ ଆଜି ବି ଭଲ ଶାଢୀ ଅଛି ଆଉ ଭଲ ଭିଡିଓ ଅଛି। ଭିଡିଓ ବନ୍ଦ କରିବାକୁ ଆମେ କହୁନୁ। ଭିଡିଓ ଯଦି ତମେ ବନ୍ଦ କରିଦବ ପୁଣି ଆମର ଏଇ ଯୋଉ 2GB 3GB ଡାଟା ହଉଛି ଆମେ କାହାକୁ ଦେଖିବୁ? ସେଇଥିରେ କଣ ତମକୁ ଦେଖିବୁ? ସେଥିପାଇଁ ଆମେ ସେମାନେ ସୁଧୁରି ଯାଇଛନ୍ତି। କିନ୍ତୁ ଯୋଉମାନେ ନ ସୁଧିଆ ଲୋକ ତାଙ୍କୁ ନାକ ଧରି କାଟିଦେଲେ ମଧ୍ୟ ସୁଧୁରିବେନି। ସେମାନଙ୍କର ନାଁ କେତେଟା ଅଛି ଯେ ମୁଁ କହିଦିଅନ୍ତି କହୁନି। ପିଙ୍କି ଭାଉଜ ତମେ ତ ବହୁତ ରୋଷ୍ଟ କରୁଛ। କାଇଁ ପିଙ୍କି ଭାଉଜ ଯୋଉ ଭଳିଆ ଆଗରୁ ଥିଲା ସେଇଭଳିଆ ମାନେ ଫାଷ୍ଟ ଆମେ ଦେଖିଛୁ ଗଜପତି ଭାଇ ଫାଷ୍ଟ ରୋଷ୍ଟ କରୁଥିଲେ ପିଙ୍କି ଉପରେ। କାଇଁ ପିଙ୍କି କି ତମେ କେତେ ସୁଧାରି ଦେଇଛ? ନାଇଁ ସିଏ ସୁଧୁରି ଯାଇଛି ନା ନାଇଁ କଣ ଆଉ ସିଏ ଯୋଉ ଭଳିଆ ଉଗ୍ରମତା ହେଇକି ପେଟ ଛାତି ଦେଖେଇକି କରୁଥିଲା ସୁଧୁରି ଯାଇଛି ବା। ତାପରେ ଆଉ ଗୋଟେ କଥା କହିବି, ସେ ଭଲ ସ୍ତ୍ରୀ ଲୋକଟେ। ମୁଁ କଥା ପ୍ରାୟ ଟାଇମ ହୁଏ। ଭଲ ଭାଉଜ ଜଣେ। ମୁଁ ବେଳେ ବେଳେ ଟିକେ ଭୁଲ କରିଦିଏ। ମୁଁ ଆକୁ ଭାଉଜ ଡାକେ ତାଙ୍କ ସ୍ୱାମୀ କି ମଉସା ଡାକି ଦିଏ। ସେଇଟା ତାକୁ ଅସୁବିଧା ହୁଏ। ଏବେ ଦେଖୁଛି ପ୍ରାୟ ଏବେ ତାଙ୍କ ଭିଡିଓ ଶାଳୀନତାରେ ଆସୁଛି। ଆଉ ଶୁଣ ଦେଖ ଭାଇ, ରୂପ ରଙ୍ଗ ଦେହ ଅଛି, ଶାଢୀଟେ ପିନ୍ଧିଛ ମାନେ ପେଟ ଟିକେ ଦେଖାଯିବ। କିନ୍ତୁ ଶାଢୀ ପିନ୍ଧିକି ତମ ଯଦି ଛାତି ଅଧା ଯାଇ ଦୁଶିଲା ସେଇଟା ଅସୁବିଧା ହେଲା। ଦେଖେଇଲେ କଣ ଦେଖବେ? ମୁଁ କହିଲେ କେତେ କଣ ହବ? ଯାହା କଥାଟା କହିଲ ଯୋଉ ଟିଙ୍କି ନା ପିଙ୍କି କଥା, ସେ ଯୋଉ ଭାଉଜ ତାଙ୍କ ପୁଅଟା ଆସିକି ବଡ ପୁଅ ଆସିକି ହେଲାଣି 15-16 ବର୍ଷର, ସାନ ପୁଅକୁ ଆସିକି ହେଲାଣି 10-12 ବର୍ଷ। ତେଣୁକରି ଆଉ କିଛି ଦିନ ଗଲା ପରେ ତାଙ୍କ ପୁଅ ହିଁ ଦେଖିବ। ତେଣୁକରି ଏଇ ଜିନିଷ ସିଏ ତାଙ୍କୁ ନିଜେ ଇଏ ହବ, ଏଠି କିଛି ଅସୁବିଧା ନାହିଁ।